10 ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା। ସେ ସରକାରୀ କ୍ୱାର୍ଟର୍ସରେ ସ୍ଥାନୀୟ ଜଣେ କ୍ରସର ବ୍ୟବସାୟୀଙ୍କ ଠାରୁ 10 ଲକ୍ଷ ଟଙ୍କା ନେବା ସମୟରେ ଧରା ପଡ଼ିଛନ୍ତି। ବ୍ୟବସାୟୀଙ୍କୁ 20 ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ବେଳେ ଆଜି ସନ୍ଧ୍ୟାରେ 10 ଲକ୍ଷ ପ୍ରଥମ କିସ୍ତିରେ ନେଉଥିଲେ। ହେଲେ ଏନେଇ ଭିଜିଲାନ୍ସ ଖବର ପାଇ ସକାଳୁ ତାଙ୍କୁ ଟ୍ରାକ୍ କରୁଥିଲା। ସନ୍ଧ୍ୟାରେ ଉପଜିଲ୍ଲାପାଳ ସରକାରୀ ଗାଡ଼ିରେ କ୍ୱାର୍ଟର୍ସକୁ ଯାଉଥିଲେ। ତାଙ୍କ ଗାଡ଼ି ଯିବାର କିଛି ସମୟ ପରେ ଭିଜିଲାନ୍ସ ଗାଡ଼ି ପଶିଥିଲା। ଏହା ପରେ ତାଙ୍କ ଘର ଡ୍ର ଯାଞ୍ଚ କରିବା ପରେ 10 ଲକ୍ଷ ଟଙ୍କା ମିଳିବା ପରେ ତାଙ୍କୁ ଭିଜିଲାନ୍ସ ନିଜ ହେଫାଜତକୁ ନେଇ ପଚରାଉଚରା କରିଥିଲେ। ହେଲେ ସେ ତାର ଉତ୍ତର ରଖିନଥିଲେ। ଏହାପରେ ତାଙ୍କ ଘରର ଯାଞ୍ଚ କରିବା ପରେ ସେଠାରୁ 47 ଲକ୍ଷ ଟଙ୍କା ମିଳିଥିଲା। ଏହାପରେ ଭିଜିଲାନ୍ସ ତାଙ୍କର ଅଫିସ, କ୍ୱାର୍ଟର୍ସ ଏବଂ ପୈତୃକ ବାସଭବନରେ ରାତି ତମାମ ଚଢ଼ାଉ କରାଯାଇ ଯାଞ୍ଚ କରାଯାଉଛି। 2021 ବ୍ୟାଚ୍ର ଆଇଏଏସ୍ ଅଫିସର ଧୀମାନ ଚକମା ନିଯୁକ୍ତି ପରେ ଦୁର୍ନୀତିରେ ବୁଡ଼ି ରହିଥିଲେ। ସେ ଲୋକଙ୍କୁ ଧମକାଇ ଲାଞ୍ଚ ମାଗୁଥିଲେ ବୋଲି ଅଭିଯୋଗ ହୋଇଛି। ଏହିଭଳି ଜଣେ କ୍ରସର ବ୍ୟବସାୟୀଙ୍କୁ ଲାଞ୍ଚ ମାଗିଥିଲେ। ତାଙ୍କୁ 20 ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ହେଲେ ବ୍ୟବସାୟୀ ଧୀମାନଙ୍କ ଏଭଳି ଅତ୍ୟାଚାର ସହି ନପାରି ଭିଜିଲାନ୍ସ ନିକଟରେ ଅଭିଯୋଗ କରିବା ପରେ ତାଙ୍କୁ ଧରିବାକୁ ଜାଲ ବିଛାଯାଇଥିଲା। ଭିଜିଲାନ୍ସ ତାଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ନୂଆପଡ଼ା ଜିଲ୍ଲାରୁ ଜଗନ୍ନାଥ ସାଗରଙ୍କ ରିପୋର୍ଟ, ଓଡ଼ିଶା ହାଇଲାଇଟ୍ ସମାଚାର।